ମାତା ସୀତାଙ୍କ ଅଭିଶାପ ବଳରେ ଆଜି ବି ଏଇ ଚାରିଜଣ ପୀଡ଼ିତ ଅଛନ୍ତି। ସେହି ଚାରିଜଣ କିଏ? ସେ କ'ଣ ପାଇଁ ଅଭିଶାପ ପାଇଥିଲେ? ସେ ଅଭିଶାପ ପାଇବାର କାରଣ କ'ଣ ଥିଲା? ଜାଣିବା ଆଜି ଆମେ ଏଇ ଭିଡ଼ିଓ ମାଧ୍ୟମରେ। କ'ଣ କହିଛନ୍ତି ମାତା ସୀତା, କ'ଣ ପାଇଁ ଦେଇଥିଲେ ଅଭିଶାପ? ତ ଚାଲନ୍ତୁ ଭଲ ଭାବରେ ଜାଣିନେବା। ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର ରାମ ଓ ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ତାଙ୍କର ପିଣ୍ଡଦାନ ପାଇଁ ବିହାର ସ୍ଥିତ ବୋଧଗୟା ଯାଇଥିଲେ। ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯେଉଁଥିପାଇଁ ମାତା ସୀତା ଚାରିଜଣ ଲୋକଙ୍କୁ ଏମିତି ଅଭିଶାପ ଦେଲେ କି ଯାହାର ପ୍ରଭାବ ଆଜି ପର୍ଯ୍ୟନ୍ତ ସେହି ଲୋକମାନଙ୍କ ଉପରେ ଅଛି। ଆଜି ମୁଁ ଆପଣମାନଙ୍କୁ ସେହି ଲୋକମାନଙ୍କ ବିଷୟରେ ଜଣାଇବା ପାଇଁ ଯାଉଛି ଯେଉଁମାନେ ମାତା ସୀତା ଅଭିଶାପ ଦେଇଥିଲେ। ବୋଧଗୟା ପହଞ୍ଚିବା ପରେ ଭଗବାନ ରାମ ଓ ଭାଇ ଲକ୍ଷ୍ମଣ ପିଣ୍ଡଦାନ ସାମଗ୍ରୀ ଆଣିବାକୁ ଯାଇଥିଲେ, କିନ୍ତୁ ଦୁଇ ଭାଇଙ୍କ ଆସିବାରେ ବିଳମ୍ବ ହେବା କାରଣରୁ ପିଣ୍ଡଦାନର ସମୟ ବିତି ଯାଇଥିଲା। ସେହି ସମୟରେ ଅଚାନକ ରାଜା ଦଶରଥ ଆବିର୍ଭାବ ହେଲେ ଓ ସେ ସୀତାଙ୍କୁ ପିଣ୍ଡଦାନ କରିବା ପାଇଁ କହିଥିଲେ। ସେ କହିଲେ କି ତାଙ୍କୁ ଭୋକ ଲାଗିଲାଣି। ସେଠୁ ମାତା ସୀତା କହିଲେ କି ତାଙ୍କୁ ତାଙ୍କର ପୁତ୍ରମାନଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, କାରଣ ସେମାନେ ଆପଣଙ୍କୁ ଚାଉଳ ଓ ତେଲର ପିଣ୍ଡ ତିଆରି କରି ଦାନ କରିପାରିବେ। କିନ୍ତୁ ଦଶରଥ ଅପେକ୍ଷା କରିବାକୁ ମନା କରିଦେଇଥିଲେ। ମାତା ସୀତାଙ୍କୁ ଫଲ୍ଗୁ ନଦୀର କୂଳରେ ବାଲିରେ ପିଣ୍ଡ ତିଆରି କରି ଦାନ କରିବା ପାଇଁ କହିଥିଲେ। ରାମ ଓ ଲକ୍ଷ୍ମଣଙ୍କ ଆସିବା ପୂର୍ବରୁ ହିଁ ମାତା ସୀତା ସମସ୍ତ ବିଧିବିଧାନ ସହ ପିଣ୍ଡଦାନ କରିଦେଇଥିଲେ। ସାଙ୍ଗମାନେ, ଯେତେବେଳେ ଭଗବାନ ରାମ ଓ ଭାଇ ଲକ୍ଷ୍ମଣ ପିଣ୍ଡଦାନର ସାମଗ୍ରୀ ଆଣିବାକୁ ଯାଇଥିଲେ, ସେତେବେଳେ ରାଜା ଦଶରଥ ନିଜର ଭୋକକୁ ସମ୍ଭାଳି ପାରିନଥିଲେ। ସେ ଭଗବାନ ହୋଇ ମଧ୍ୟ ନିଜର ଭୋକକୁ ସମ୍ଭାଳି ପାରିନଥିଲେ। ସେଥିପାଇଁ ସେ ମାତା ସୀତାଙ୍କ ଠାରୁ ପିଣ୍ଡଦାନ ଗ୍ରହଣ କରିଥିଲେ। ଆପଣମାନେ ଥରେ ଚିନ୍ତା କରନ୍ତୁ, ଆପଣମାନଙ୍କ ପାଇଁ କେତେ ବଡ଼ କଥା। ଯଦି ଆପଣମାନେ କୌଣସି ଗୋଟିଏ କାମରେ ବ୍ୟସ୍ତ ରହିଯାଉଛନ୍ତି, ଆପଣମାନେ ନିଜ ବାପା ମାଆଙ୍କୁ ପିଣ୍ଡଦାନ କରିପାରୁନାହାନ୍ତି, ତାହେଲେ ଆପଣଙ୍କର ସ୍ତ୍ରୀ କ'ଣ ଆପଣଙ୍କ ବାପା ବୋଉଙ୍କର ପିଣ୍ଡଦାନ କରିପାରିବ? କରିପାରିବ ନାହିଁ। କାରଣ ଇଏ ହେଉଛି କଳିଯୁଗ। କଳିଯୁଗରେ ସ୍ତ୍ରୀମାନେ ପିଣ୍ଡଦାନ କରିପାରିବେ ନାହିଁ, କରନ୍ତି ହିଁ ନାହିଁ। ତାହେଲେ କେବେ ବି ହେଲେ ତୁମମାନଙ୍କର ସ୍ତ୍ରୀ କରିପାରିବେ ନାହିଁ। ନିଜ କଥାର ପ୍ରମାଣ ଦେବା ପାଇଁ ମାତା ସୀତା ସେହି 5 ଜଣଙ୍କୁ ରାମଙ୍କୁ ସତ କହିବାକୁ କହିଲେ, କିନ୍ତୁ କେବଳ ବଟବୃକ୍ଷ ଛଡ଼ା ଆଉ କେହି ବି ସତ କହିଲେ ନାହିଁ। ନଦୀ, ଗାଈ, ତୁଳସୀ, ବ୍ରାହ୍ମଣ କହିଲେ କି ମାତା ସୀତା ପିଣ୍ଡଦାନ କରିନାହାନ୍ତି। ସେହି ସମୟରେ ସ୍ୱୟଂ ଦଶରଥଙ୍କ ଆତ୍ମା ଭଗବାନ ରାମ ଓ ଲକ୍ଷ୍ମଣଙ୍କ ସାମ୍ନାରେ ଆସି କହିଲେ କି ସୀତା ସମସ୍ତ ବିଧିବିଧାନ ସହିତ ତାଙ୍କୁ ପିଣ୍ଡଦାନ କରିଛନ୍ତି ବୋଲି। ଏହାପରେ ସୀତାଙ୍କ ସତ୍ୟର ପ୍ରମାଣ ମିଳିଯାଇଥିଲା। କିନ୍ତୁ ସୀତା ସେହି 4 ସାକ୍ଷୀଙ୍କୁ ଅଭିଶାପ ଦେଲେ। ଫଲ୍ଗୁ ନଦୀକୁ ଅଭିଶାପ ଦେଲେ କି ଗୟା ନଦୀ କେବଳ ପୃଥିବୀ ତଳେ ହିଁ ପ୍ରବାହିତ ହେବ ଓ ପୃଥିବୀ ଉପରେ ସବୁବେଳେ ଶୁଖିଲା ରହିବ। ଦ୍ୱିତୀୟରେ ଗାଈକୁ ଅଭିଶାପ ଦେଲେ କି ଗାଈକୁ ସମସ୍ତେ ପୂଜା କରିବେ, କିନ୍ତୁ ତାକୁ ଅଇଁଠା ଖାଦ୍ୟ ଖାଇବାକୁ ପଡ଼ିବ। ସାଙ୍ଗମାନେ, ଆପଣମାନେ ମନରେ ଭାବିଛନ୍ତି କି ଆମେ ଆମ ଗୋମାତାଙ୍କୁ କ'ଣ ପାଇଁ ଅଇଁଠା ଖାଦ୍ୟ ଦେଉଛେ? ଆମେ କ'ଣ ପାଇଁ ଗୋମାତାଙ୍କୁ ଅଇଁଠା ଖାଦ୍ୟ ସ୍ପର୍ଶ କରାଉଛେ? ଆମ ଅଇଁଠା କ'ଣ ପାଇଁ ଆମ ଗୋମାତା ଖାଇବେ? ଆମ ଗୋମାତା ମାତା ସୀତାଙ୍କ ଠାରୁ ଅଭିଶାପ ପାଇଛନ୍ତି। ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ଆମ ଅଇଁଠା ଖାଦ୍ୟ ଖାଉଛନ୍ତି। ଆମକୁ ଖରାପ ଲାଗୁଛି, ଆମେ ତାଙ୍କୁ ଅଇଁଠା ଖାଦ୍ୟ ଦେଉଛେ, ଆମକୁ ଖରାପ ଲାଗୁଛି। ହେଲେ ସେ ଅଭିଶାପ ପାଇଛନ୍ତି, ତ ସେଥିପାଇଁ ତାଙ୍କ ଅଭିଶାପକୁ ସେ ଏପର୍ଯ୍ୟନ୍ତ ପାଳନ କରୁଛନ୍ତି। କଳିଯୁଗରେ ମଧ୍ୟ ସେ ତାଙ୍କ ଅଭିଶାପକୁ ଭୁଲି ନାହାନ୍ତି। ସେ ତାଙ୍କ ଅଭିଶାପକୁ କରିଚାଲିଛନ୍ତି, ନିଜର କାର୍ଯ୍ୟକୁ ସେ କରିଚାଲିଛନ୍ତି।
ଆମକୁ କ୍ଷୀର ଦେଉଛନ୍ତି ଖାଇବା ପାଇଁ, ଆମକୁ ଆମ ଶରୀର ସୁସ୍ଥ ରହିବା ପାଇଁ ଆମକୁ ସବୁ ପ୍ରକାରିଆ ଦ୍ରବ୍ୟ ଦେଉଛନ୍ତି, ଯାହାକି କ୍ଷୀରରୁ ଆମେ ବହୁତ ପ୍ରକାରର ଜିନିଷ ପାଇପାରୁଛେ। କିନ୍ତୁ ଆମେ ତାଙ୍କୁ ଖାଇବାକୁ ଦେଲାବେଳେ କ'ଣ ଦେଉଛେ? କୁଣ୍ଡା ତୋରାଣୀ, ଯାହାକି ଆମ ଅଇଁଠା, ଆମେ ତୋରାଣୀକୁ ଅଇଁଠା କରି ତାଙ୍କୁ ଦେଉଛେ, ଯାହାଦ୍ୱାରା କି ସେମାନେ ମନ ଖୁସିରେ ଖାଇଯାଉଛନ୍ତି, ମନ ଖୁସିରେ ପିଇ ଯାଉଛନ୍ତି। ହେଲେ ଆଜିଠାରୁ ଆପଣମାନେ ଜାଣି ରଖନ୍ତୁ, ଗୋମାତା ଅଭିଶାପ ପାଇଛନ୍ତି ମାତା ସୀତାଙ୍କ ଠାରୁ, ସେଥିପାଇଁ ସେ ଅଇଁଠା ଖାଦ୍ୟ ଖାଇଥାନ୍ତି। ଦ୍ୱିତୀୟରେ, ତୁଳସୀ ଗଛକୁ ଅଭିଶାପ ଦେଲେ କି ଗୟାରେ କୌଣସି ତୁଳସୀ ଗଛ ରହିବ ନାହିଁ। ବ୍ରାହ୍ମଣ ଅଭିଶାପ ଦେଲେ କି ଗୟାର ବ୍ରାହ୍ମଣ ଜୀବନରେ କେବେ ସନ୍ତୁଷ୍ଟ ହେବେ ନାହିଁ ଓ ସବୁବେଳେ ଦରିଦ୍ରତାରେ ରହିବେ। ସାଙ୍ଗମାନେ, ଗୟାରେ କେବେ ବି ହେଲେ ବ୍ରାହ୍ମଣ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଆଜି ପର୍ଯ୍ୟନ୍ତ ମଧ୍ୟ ଗୟାରେ ବ୍ରାହ୍ମଣମାନେ ଦୁଃଖରେ ଅଛନ୍ତି, ବ୍ରାହ୍ମଣମାନେ ଗରିବ ଅଛନ୍ତି, ଅସନ୍ତୁଷ୍ଟ ଅଛନ୍ତି, କାରଣ ସେମାନେ ଅଭିଶାପ ପାଇଛନ୍ତି, ମାତା ସୀତାଙ୍କ ଠାରୁ ଅଭିଶାପ ପାଇଛନ୍ତି। ତୁଳସୀ ଗଛ ମଧ୍ୟ ଅଭିଶାପ ପାଇଛି ଯେ ସେ ଗୟାରେ କୌଣସି ଜାଗାରେ ରହିବ ନାହିଁ। ଗୟାରେ ଆପଣମାନେ ତୁଳସୀ ଗଛ ପାଇବେ ନାହିଁ, ଯେମିତି ଗଙ୍ଗାରେ ଆପଣମାନେ ପାଉଛନ୍ତି, ହେଲେ ଗୟାରେ କେବେ ବି ହେଲେ ଆପଣମାନେ ତୁଳସୀ ଗଛ ପାଇବେ ନାହିଁ, କାରଣ ସିଏ ହେଉଛନ୍ତି ଅଭିଶପ୍ତ, ସେ ମାତା ସୀତାଙ୍କ ଠାରୁ ଅଭିଶାପ ପାଇଛନ୍ତି। ସେଥିପାଇଁ ସେ କେବେ ବି ହେଲେ ସେ ଜାଗା ଉପରେ ବାହାରି ପାରିବେ ନାହିଁ, ଉଠିବେ ନାହିଁ। ଶେଷରେ ମାତା ସୀତା ବଟ ବୃକ୍ଷଙ୍କୁ ବରଦାନ ଦେଲେ କି ଯେକୌଣସି ବି ବ୍ୟକ୍ତି ଗୟାରେ ପିଣ୍ଡ ଦାନ କରିବାକୁ ଆସିବେ, ସେମାନେ ବଟ ବୃକ୍ଷକୁ ବି ପିଣ୍ଡ ଦାନ କରିବେ। ସାଙ୍ଗମାନେ, ଆଜି ବି ଗୟା ନଦୀ କୂଳରେ ଯେତେବେଳେ ପିଣ୍ଡ ଦାନ ଦିଆଯାଉଛି, ବଟବୃକ୍ଷକୁ ମଧ୍ୟ ପିଣ୍ଡ ଦିଆଯାଉଛି। ତ ଆପଣମାନେ ନିଜେ ଗୋଟେ କଥା ଚିନ୍ତା କରନ୍ତୁ, ମାତା ସୀତା ସେ ଯାହାକୁ ଯାହା ଅଭିଶାପ ଦେଇଥିଲେ, ସେ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଅଭିଶାପକୁ ପାଳନ କରୁଛନ୍ତି, ଆଉ ଯାହାକୁ ବରଦାନ ଦେଇଥିଲେ ସେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ କାମକୁ ପାଳନ କରୁଛନ୍ତି। ତାହେଲେ ଆମେ ତ ଛାର ମଣିଷ, ଆମ କାମ କ'ଣ? ଆମ କାମ ଆମକୁ କରିବାର ଅଛି, ଆମ କାମ ଆମକୁ ଭଲରେ ତୁଲେଇବାର ଅଛି। ଭଗବାନ ଆମକୁ ପୃଥିବୀ ପୃଷ୍ଠରେ ଜନ୍ମ ଦେଇଛନ୍ତି ମାନେ କିଛି ଭଲ କାର୍ଯ୍ୟ କରିବା ପାଇଁ, ତ ଆମକୁ ଭଲ କାର୍ଯ୍ୟ କରିବାର ଅଛି। ଭଲ କାର୍ଯ୍ୟ କରି ଆମ ଜୀବନଟାକୁ ଆଗକୁ ବଢ଼େଇ ନେବାର ଅଛି। ଆମ ଜୀବନ ପଥ ସବୁବେଳେ ପାଇଁ କୁସୁମିତ ହେବ ଯଦି ଆମେମାନେ ଭଲ କାର୍ଯ୍ୟ ସବୁବେଳେ କରିବା। ତ ସେଥିପାଇଁ ଆପଣମାନେ ଭଲ କାର୍ଯ୍ୟ କରିଚାଲନ୍ତୁ, ଭଗବାନଙ୍କର ଆଶୀର୍ବାଦ ପାଇଚାଲନ୍ତୁ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ଟି ନିଶ୍ଚିତ ଭାବରେ କରିଦେବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୋ ଭିଡ଼ିଓରୁ ଯଦି ଆପଣଙ୍କୁ କିଛି ବି ଶିଖିବା ପାଇଁ ମିଳିଥିବ ତାହେଲେ ଲାଇକ୍ଟି ନିଶ୍ଚିତ ଭାବରେ କରିବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।